ନା ନବୀନ ବାବୁ ଯାଏନି ମୁଁ କେବେ ମୋର ଯାହା ପାଖକୁ ଯାଏ କହିଗଲି ଖୋଲା ଯେ ମୁଁ ଯାଇନି କେବେ ଯିବିନି କାହିଁ ମୋର ପ୍ରିନ୍ସିପଲ ତ ମୁଁ ଏଇ ସମସ୍ତେ ମରିଗଲା ପରେ କେବଳ ବିଶ୍ୱଭୂଷଣ ହରିଚନ୍ଦନ ନିରଞ୍ଜନ ପଟ୍ଟନାୟକ ପ୍ରଫୁଲ୍ଲ ଘଡ଼େଇ ଦାମ ରାଉତ ଏବଂ ନରସିଂହ ମିଶ୍ର ଦାମ ରାଉତ ବି ଚାଲିଗଲେ ତେଣୁ ଏଇ ଚାରୋଟି ଦୁଆରକୁ ମୁଁ ଯିବି ଏବଂ ବହୁ ବନ୍ଧୁ ଛାତ୍ର ଯୁବକ କଳାକାର ଆର୍ଟିଷ୍ଟ ଫୁଟବଲ ପ୍ଲେୟାର ଫେୟାର ସବୁ ଆସନ୍ତି ମୁଁ ତାଙ୍କଠୁ ଟିକେ ଶୁଭେଚ୍ଛା ନେବି ହଁ ସେ ବୟସରେ ସାନ ନବୀନ ବାବୁ ବୟସରେ ସାନ ପ୍ରଫୁଲ୍ଲ ଘଡ଼େଇ ବୟସରେ ବଡ଼ ଏକାଠି ଆମେ ମହତାବପୁର ବାହାରିଛୁ ବିଶ୍ୱଭୂଷଣ ବଡ଼ ନରସିଂହ ମିଶ୍ର ବଡ଼ ନିରଞ୍ଜନ ପଟ୍ଟନାୟକ ବଡ଼ ଯେ ବଡ଼ ଏଜରେ ମୁଁ ତାଙ୍କ ଦୁଆରକୁ ଯାଏ ତେଣୁ ନବୀନ ବାବୁ ମୋର ବୟସରେ ଛୋଟ ଯିବା ପ୍ରଶ୍ନ ନାହିଁ ନା 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 ମୁଁ ଯିବିନି ସେ ବୟସରେ ସାନ ମୁଖ୍ୟମନ୍ତ୍ରୀ ସେଠି ପ୍ରାଇମ ମିନିଷ୍ଟରରେ ବି ଯିବିନି ମୋହନ ମାଝୀ ସେ ବୟସରେ ସାନ କାରଣ ବୟସ୍କ ଲୋକ ମନେ ରଖିଥା ତମଠୁ ଜୁନିୟର ଯଦି ମରିଥିବ 10କୁ ଯିବ ନହେଲେ ବୟସ ଅଧିକା ଥିଲେ କେବେ ଯିବନି ତମର ପାପ ଦ୍ୱିତୀୟ ସମର୍ଥନା ଦେବାକୁ ଯିବ ବୟସ୍କ ଲୋକଙ୍କୁ ଦବ ଜୁନିୟରକୁ ଦବନି ତମର ପାପ ହବ କୋଉଠି ନା ନା ମୁଁ ମାନେ ଝାଡ଼ି ହେଇଗଲି କାରଣ ପଛରେ ଧୂଳି ଫୁଳି ଲାଗିଥିବ ଝଡ଼ିଯିବ କିଏ ନାଇଁ ମୁଁ ତ ରାଗୁନି ସେ ମୋ ସାନ ଭାଇ 15 ବର୍ଷ ବୁଲିଛି ସାରା ଇଣ୍ଡିଆ ମୋ ସାଥିରେ ଏକାଠି ଖାଇଛୁ ଏକାଠି ଶୋଇଛୁ ମୋହନ ମାଝୀ ଗୁଲିଗପ କରିଛୁ ଡିବେଟ୍ କରିଛୁ ପଦାନ୍ତର କରିଛୁ ଗଜାନ୍ତର କରିଛୁ ଏଇନା ବି କାଲି ଯେଉଁ ଯାଇଥିଲ ଝିଅମାନେ ଥିଲେ ଆମ ପିଲା କ୍ଲାସମେଟ୍ ସେମାନେ ପଦାନ୍ତର ଗଜାନ୍ତର ଧୋତଳା ବୁଢ଼ୀ ହେଇଗଲେଣି ଧୋତଳା ବୁଢ଼ା ହେଇଗଲୁଣି ଆମେ ଆମ ବନ୍ଧୁତ୍ୱ ସେମିତି ଅଛି ବର୍ଷକୁ 4 ଥର ପଙ୍ଗତ ନିଶ୍ଚୟ ହେବ ସେଇ ପୁରୁଣା ଝିଅ ଯେଉଁମାନେ ସ୍କୁଲରେ ବିଏନ୍ରେ ପଢ଼ୁଥିଲେ ବିଏମ୍ ହାଇ ସ୍କୁଲରେ ଯେଉଁମାନେ ବିଜେପି କଲେଜରେ ପଢ଼ୁଥିଲେ ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ କାଲି ଦେଇ ନେଇକି ଆଇଛ ସବୁ